ପିଲାମାନେ ମୁଁ ତୁମମାନଙ୍କ ପାଇଁ ଆଉ ଏକ ନୂଆ ଗପ ନେଇ ଆସିଛି। ହେଲା କି ଗପଟିର ନାଁ ହେଉଛି ଗୁପ୍ତଧନ। ପିଲାମାନେ ଏହି ଗୁପ୍ତଧନ ଗପଟିରୁ ଆମେ ଶିଖିବା ଯେ ପରିଶ୍ରମ ସଫଳତାର ଚାବିକାଠି ହେଲା, ଆଉ ଅଳସ ଦୁଃଖର କାରଣ। ପିଲାମାନେ ଏହି ସୁନ୍ଦର ଗପଟିକୁ ଆସ ଆମେ ଶୁଣିବା ହେଲା, ଆଉ ଏ ଗପଟିକୁ ଶୁଣି ଏଥିରୁ ଆମେ କିଛି ଶିଖିବା ହେଲା। ହଉ ଠିକ୍ ଅଛି, ତାହେଲେ ମୁଁ ଗପଟି ଆରମ୍ଭ କରୁଛି। ହେଲା କି ପିଲାମାନେ, ଗପଟିର ନାଁ ହେଉଛି ଗୁପ୍ତଧନ ହେଲା। ଅନେକ ଦିନର ତଳର କଥା। ଗୋଟିଏ ଗାଁରେ ଚାଷୀଟିଏ ଥାଏ। ତା'ର 3 ପୁଅ। ସେମାନେ ଖୁବ୍ ଅଳସୁଆ, କିଛି କାମ ଦାମ କରନ୍ତି ନାହିଁ। ଏହା ଦେଖି ଚାଷୀଟିର ଭାଳେଣି ପଡ଼ିଲା। ପୁଅମାନେ ସଂସାରରେ କିପରି ଚଳିବେ ଭାବି ଭାବି ସେ ବେମାର ପଡ଼ିଲା। ତା'ର ଜୀବନର ଶେଷ ସମୟ ଆସିଗଲା। ସେ ପୁଅମାନଙ୍କୁ ପାଖକୁ ଡାକିଲା। ସେମାନଙ୍କୁ ଗୋଟାଏ ଗୁପ୍ତ କଥା କହିବ ବୋଲି ସେ ଜଣାଇଲା। ସେ କହିଲା, ତା ଜମି ତଳେ ବହୁତ ଧନ ପୋତା ହୋଇଛି ଓ ଖୋଳିଲେ ମିଳିବ। କେଉଁଠାରେ ଅଛି ବୋଲି ସେମାନେ ପଚାରିଲେ। କିଛି କହିବା ପୂର୍ବରୁ ଲୋକଟି ମରିଗଲା। ପୁଅମାନେ ସାଙ୍ଗେ ସାଙ୍ଗେ କୋଡ଼ି କୋଦାଳ ଧରି ବାହାରିଲେ। ବହୁଦିନୁ ଜମି ପଡ଼ିଆ ପଡ଼ିଥିଲା। ସେ ସବୁକୁ ସେମାନେ ଖୋଳିବାରେ ଲାଗିଲେ। ଶେଷ ଯାଏ ମଧ୍ୟ କିଛି ଧନ ମିଳିଲା ନାହିଁ। ମାତ୍ର 3 ଜଣଙ୍କର କାମ କରିବା ଅଭ୍ୟାସ ହୋଇଗଲା। ସେମାନେ ଜମିରେ ଧାନ ବୁଣିଲେ। ଜମି ଭଲ ଖୋଳା ହୋଇଥିବାରୁ ଫସଲ ଭଲ ହେଲା। ସେମାନେ ସେତେବେଳେ ଗୁପ୍ତଧନ କଥା ବୁଝିପାରିଲେ। ତାଙ୍କ ବୁଦ୍ଧିଆ ବାପା ଫସଲକୁ ଗୁପ୍ତଧନ ବୋଲି କହିଥିଲେ। ତାହେଲେ ପିଲାମାନେ ଆମେ ଏହି ଗପରୁ ଶିଖିଲେ ଯେ ପରିଶ୍ରମ ସଫଳତାର ଚାବିକାଠି ହେଲା, ଆଉ ଅଳସ ଦୁଃଖର କାରଣ। ପିଲାମାନେ ଆଜି ପାଇଁ ରହିଲି। ଗପଟି ଏତିକି ପର୍ଯ୍ୟନ୍ତ ଥିଲା ହେଲା। ପୁଣି ତୁମମାନଙ୍କ ପାଇଁ ଆଉ ଗୋଟିଏ ନୂଆ ଗପ ନେଇ ଆସିବି। ଆଜି ପାଇଁ ରହିଲି। ଧନ୍ୟବାଦ ପିଲାମାନେ।